ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଆଉ ଗୋଟେ ନୂଆ କାହାଣୀ। ଯେଉଁ ୱାର୍ଲଡରେ ଆମେ ରହୁଛୁ ସେଠାରେ ଆଜିକାଲି ଭୂତ ପ୍ରେତ, କଳା ମ୍ୟାଜିକ୍ ଭଳି ଜିନିଷରେ ବିଶ୍ୱାସ କରିବା କିଛିଟା କଠିନ କଥା। କିନ୍ତୁ କେବେ କେବେ ମୁଁ ଆପଣମାନଙ୍କୁ ଏହା ୱାର୍ନ କରିଦେବାକୁ ଚାହେଁ ଯେ ଆମେ ଜାଣିନଥାଉ ଯେ ଆମ ଚାରିପାଖରେ କେମିତି ପ୍ରକାରର ଲୋକ ରହୁଛନ୍ତି। ଏକ ଏମିତି ଭୟଙ୍କର ଘଟଣା ଆଜି ମୁଁ ଆପଣମାନଙ୍କ ସାମ୍ନାରେ ନେଇ ଆସିଛି। ଯେତେବେଳେ ଆପଣ କାହାରି ଘରକୁ ଯାଆନ୍ତି କିମ୍ବା କାହାକୁ ଭିଜିଟ୍ କରନ୍ତି, ସେତେବେଳେ ହିଁ ଆପଣଙ୍କୁ ଜଣାପଡ଼େ ସେ ବ୍ୟକ୍ତି କେମିତି ଏବଂ ସେ ଆପଣଙ୍କ ପାଇଁ କେତେ ଖତରା ହୋଇପାରେ। ଆଜି ଭିଡ଼ିଓରେ ମଧ୍ୟ ଆପଣମାନେ ଏହି ପ୍ରକାର କିଛି ଦେଖିବେ। ତେଣୁ ଚାଲନ୍ତୁ ଆରମ୍ଭ କରିବା ଏହି ଘଟଣା। ଆମ ସହିତ ଅଙ୍କିତ ସେୟାର କରିଛନ୍ତି। ଅଙ୍କିତଙ୍କ ଘର ପଞ୍ଜାବରେ। ଅଙ୍କିତ ଛୋଟବେଳୁ ଜାପାନ ବହୁତ ଫ୍ୟାସିନେଟିଂ ଭାବୁଥିଲେ। ସେ ସଦା ଜାପାନକୁ ଯିବାକୁ ଚାହୁଁଥିଲେ, କିନ୍ତୁ ସମ୍ଭବତଃ ତାଙ୍କ ପରିବାରରେ ଆର୍ଥିକ ସ୍ଥିତି ଏତେ ଭଲ ନଥିଲା ଯେ ସେମାନେ ତାଙ୍କୁ ଜାପାନ ପଠାଇ ପାରୁନଥିଲେ। ଏହାପରେ ଅଙ୍କିତ ପଞ୍ଜାବରୁ ନିଜ ପଢ଼ା ଶେଷ କଲେ। ପରିବାର ତାଙ୍କ ସମସ୍ତ ସେଭିଂ ଲଗାଇ ଦେଲେ। ତାପରେ କିଛି ଲୋନ୍ ମଧ୍ୟ ନେଲେ। ଏହିପରି ଭାବରେ ସେମାନେ ଅଙ୍କିତକୁ ଜାପାନ ପଠାଇବାରେ ପ୍ଲାନ୍ କଲେ, ଯେଉଁଠାରେ ସେ ନିଜର ଆଗାମୀ ପଢ଼ା ଆରମ୍ଭ କରିଲେ। ଜାପାନରେ ସେ ଏକ ମାସ ପର୍ଯ୍ୟନ୍ତ ଏକାକୀ ରହିଲେ। ସେଠାରେ ତାଙ୍କର ବହୁତ ଖର୍ଚ୍ଚ ହେଉଥିଲା ଭଡ଼ା ଆପାର୍ଟମେଣ୍ଟର। ପରିବାର ଆଶା କରୁଥିଲେ ଯେ ଅଙ୍କିତ ଶୀଘ୍ର କିଛି କାମ ଆରମ୍ଭ କରିବେ, ନିଜ ଖର୍ଚ୍ଚ ଚଲାଇବେ। ଅଙ୍କିତ ସେଠାରେ ଏକ ପାର୍ଟ ଟାଇମ୍ ଜବ୍ ଖୋଜିନେଲେ। ଏହା ଏକ ରେଷ୍ଟୁରାଣ୍ଟର ଚାକିରି ଥିଲା। 2015 ମସିହାର ଅଙ୍କିତ ଜାପାନକୁ ପହଞ୍ଚିବା ସହିତ ଏହି ଜବ୍ ଯୋଗ ଦେଇଥିଲେ। ଦିନରେ ସେ କଲେଜ ଯାଉଥିଲେ ଏବଂ ସନ୍ଧ୍ୟା 7ଟାରୁ ରାତି 12ଟା ପର୍ଯ୍ୟନ୍ତ ତାଙ୍କର ସିଫ୍ଟ ଥିଲା। ସେଠାରେ ତାଙ୍କ ଆୟ ଭାରତ ସହିତ ତୁଳନାରେ ବହୁତ ଭଲ ଥିଲା। ଅଙ୍କିତ ନିଜ ସାଙ୍ଗମାନଙ୍କ ସହିତ ଭଲ ଜୀବନ କାଟୁଥିଲେ ଏବଂ ଜାପାନ ପହଞ୍ଚି ସେ ବହୁତ ଖୁସି ମଧ୍ୟ ଥିଲେ। ଧୀରେ ଧୀରେ ଏକ ବର୍ଷ କେବେ କଟିଗଲା ସେ ମନେ ପଡ଼ିଲା ନାହିଁ। ଏକ ବର୍ଷ ପରେ ସେହି ରେଷ୍ଟୁରାଣ୍ଟରୁ କିଛି ନୂଆ ଆରମ୍ଭ କଲା। 2016ରେ ହୋମ୍ ଡେଲିଭରି ଟ୍ରେଣ୍ଡ ଆସିଗଲା। ତାପରେ ସେହି ରେଷ୍ଟୁରାଣ୍ଟରେ ହୋମ୍ ଡେଲିଭରି ନଥିଲା ନାହିଁ, କିନ୍ତୁ ଏବେ କିଛି ଏକ୍ସଟ୍ରା ଚାର୍ଜ ଏବଂ ସୀମିତ କିଲୋମିଟର ପର୍ଯ୍ୟନ୍ତ ହୋମ୍ ଡେଲିଭରି ଆରମ୍ଭ ହେଲା। ରେଷ୍ଟୁରାଣ୍ଟର କାମ ଭଲ ଚାଲୁଥିଲା। ଅଙ୍କିତ ସେଠାରେ ସବୁଠାରୁ ନୂତନ କର୍ମଚାରୀ ଥିଲା। ଏକ ବର୍ଷ ମଧ୍ୟରେ ସେ ତାଙ୍କ ପରିବାରର ନେଇଥିବା ଲୋନ୍ ଅଧାରୁ ଅଧିକ ସୁଝି ଦେଇଥିଲେ। ଜୀବନ ଭଲ ଚାଲୁଥିଲା। ଏବେ ଯେତେବେଳେ ହୋମ୍ ଡେଲିଭରି ଆରମ୍ଭ ହେଲା, ସେ କର୍ମଚାରୀ ପୁରୁଣା ଥିଲେ। ସେମାନେ ସକାଳ ବା ଦିନରେ ଡେଲିଭରି ନେଉଥିଲେ। ଯେଉଁମାନେ ନୂତନ ଥିଲେ ସେମାନଙ୍କୁ ସନ୍ଧ୍ୟା ବା ରାତିରେ ଡେଲିଭରି ମିଳୁଥିଲା। ଅଙ୍କିତ ସବୁଠାରୁ ନୂତନ ଥିବାରୁ ତାଙ୍କୁ ଅଧିକାଂଶ ରାତିରେ ଡେଲିଭରି ଦିଆଯାଉଥିଲା। ରେଷ୍ଟୁରାଣ୍ଟ ରାତି 12ଟା ପର୍ଯ୍ୟନ୍ତ ଖୋଲା ଥାଉଥିଲା ଏବଂ ଡେଲିଭରି ମଧ୍ୟ 12ଟା ପର୍ଯ୍ୟନ୍ତ ହେଉଥିଲା। ଅଙ୍କିତଙ୍କ ପାଖରେ ଏକ ସାଇକେଲ ଥିଲା। ସେଠାରେ ଅଧିକାଂଶ ଲୋକ ସାଇକେଲରେ ଯାତାୟାତ କରୁଥିଲେ। ସେ କଲେଜ ଓ ରେଷ୍ଟୁରାଣ୍ଟ ଦୁଇଟିକୁ ସାଇକେଲରେ ଯାଉଥିଲେ। କିନ୍ତୁ ଅଙ୍କିତ ଜାଣିନଥିଲେ ଯେ ଏକ ବର୍ଷ ପରେ ତାଙ୍କ ଜୀବନରେ ଏମିତି ଏକ ଭୟଙ୍କର ଘଟଣା ଆସିବ ଯାହା ସେ କେବେ ଆଶା ମଧ୍ୟ କରିନଥିଲେ। ସବୁକିଛି ସାଧାରଣ ଭାବରେ ଚାଲୁଥିଲା। ଏକ ରାତିରେ ଏକ ଅର୍ଡ଼ର ଆସିଲା। ଏହି ଅର୍ଡ଼ର ଏକ ମହିଳାଙ୍କ ନାମରେ ଥିଲା। ପେମେଣ୍ଟ ଅନଲାଇନ୍ ପୂର୍ବରୁ ହୋଇଯାଇଥିଲା। ଏହା ପ୍ରାୟ ଶେଷ ଅର୍ଡ଼ର ଥିଲା ଏବଂ ଅଙ୍କିତକୁ ଏହା ଡେଲିଭରି କରିବାକୁ କୁହାଗଲା। ଏକ ବର୍ଷ ଧରି ସେ ସେଠାରୁ ରହୁଥିବାରୁ ତାଙ୍କୁ ଅଧିକାଂଶ ଜାଗାର ଜ୍ଞାନ ହୋଇଯାଇଥିଲା। ସେ ଲୋକେସନ୍ ଚେକ୍ କରି ସେଠାକୁ ପହଞ୍ଚିଗଲେ। ସେ ଅଧିକ ଭାବିଲେ ନାହିଁ। ଏହା ତାଙ୍କ ପାଇଁ ସାଧାରଣ ଦୈନନ୍ଦିନ କାମ ଥିଲା। ଅଙ୍କିତ ପାର୍ସଲ ନେଇ ସେଠାରେ ବାହାରିଗଲେ ଏବଂ ନିର୍ଦ୍ଦିଷ୍ଟ ଘରକୁ ପହଞ୍ଚିଲେ। ସେ ଯେଉଁ ଘରକୁ ପାର୍ସଲ ଡେଲିଭରି କରିବାକୁ ଯାଇଥିଲେ ସେଠାରେ ଦ୍ୱାରକୁ ନକ୍ କଲେ। ତାପରେ ସେ ଦେଖିଲେ ଯେ ସେ ଭିତରୁ ଗୋଟିଏ ବୁଢ଼ୀ ମହିଳା ଧୀରେ ଧୀରେ ଚାଲି ଆସୁଛନ୍ତି। ସେ ଅଙ୍କିତକୁ ଦେଖି ହସିଦେଲେ, କିନ୍ତୁ ସେହି ହସଟା ଅଙ୍କିତକୁ କିଛି ଅଲଗା ଲାଗିଲା। ତାଙ୍କୁ ଲାଗୁଥିଲା ଯେ ମହିଳାଟି କିଛି କହିବାକୁ ଚାହୁଁଛନ୍ତି, କିଛି କଥା କହିବାର ଇଚ୍ଛା ଅଛି, କିନ୍ତୁ ସେ କିଛି ମଧ୍ୟ କହିଲେ ନାହିଁ। ସେ କେବଳ ଅଙ୍କିତକୁ ଦେଖି ହସୁଥିଲେ। ଅଙ୍କିତ ପାର୍ସଲ ନେଇ ଗୁଡ୍ ନାଇଟ୍ କହି ସେଠାରୁ ଚାଲିଗଲେ। ସେ ଭାବିଲେ ଯେ ସାୟଦ ଏଠାରେ ଲୋକମାନେ ଏମିତି ଫ୍ରେଣ୍ଡଲି ହୋଇଥାନ୍ତି। ସେ ଏହି କଥାକୁ ଅଧିକ ଗୁରୁତ୍ୱ ଦେଲା ନାହିଁ। ପରଦିନ ସବୁକିଛି ସାଧାରଣ ଭାବରେ ଅଙ୍କିତର ନାଁରେ କଲେଜ ଗଲା। ପରଦିନ ସବୁକିଛି ସାଧାରଣ ଭାବରେ ଅଙ୍କିତ ଦିନରେ କଲେଜ ଗଲା, ସନ୍ଧ୍ୟାରେ ପୁଣି ରେଷ୍ଟୁରାଣ୍ଟକୁ ଯାଉଥିଲେ। ଯେତେବେଳେ ରେଷ୍ଟୁରାଣ୍ଟ ବନ୍ଦ ହେବାର ସମୟ ଆସିଲା,
ତାହାରୁ ଅଧା ଘଣ୍ଟା ପୂର୍ବରୁ ସେହି ପାର୍ସଲ ଡିମାଣ୍ଡ ପୁଣି ଆସିଲା। ଏହି ଅର୍ଡ଼ର କାହାରି ଅନ୍ୟ ନୁହେଁ, ସେଇ ମହିଳାଙ୍କର ଥିଲା। ଅଙ୍କିତ ସବୁଠାରୁ ନୂଆ କର୍ମଚାରୀ ଥିଲେ ଏବଂ ସେ ଘରଟିକୁ ଜାଣୁଥିଲେ। ତେଣୁ ପୁଣି ସେଇ ଘରକୁ ଅଙ୍କିତକୁ ପଠାଇ ଦିଆଯାଇଥିଲା। ଅଙ୍କିତ ସେଠାକୁ ପହଞ୍ଚିଲେ। ମହିଳାଟି ପୁଣି ତାଙ୍କୁ ଦେଖି ହସିଲେ ଏବଂ ସେ ଦ୍ୱାର ଖୋଲି ଦୀର୍ଘ ସମୟ ଧରି ଅଙ୍କିତକୁ ଦେଖୁଥିଲେ। ଅଙ୍କିତ ଯେ ପର୍ଯ୍ୟନ୍ତ ନିଜ ସାଇକେଲ ପାଖକୁ ପହଞ୍ଚିଲେ ନାହିଁ ସେ ପର୍ଯ୍ୟନ୍ତ ସେ ଦ୍ୱାରରେ ଛିଡ଼ା ହେଇ ତାଙ୍କୁ ଦେଖୁଥିଲେ। ଏବେ ଅଙ୍କିତକୁ କିଛି ଅଲଗା ଲାଗିବା ଆରମ୍ଭ ହେଲା। ତାଙ୍କୁ ଏହି ସମସ୍ତ ସିଚୁଏସନ୍ କିଛି ତ ଭୁଲ ଲାଗୁଥିଲା। ଯାଇଥିବା 1 ବର୍ଷରେ ଏମିତି ଅନୁଭବ ସେ କେବେ କରିନଥିଲେ। ସେ ବୁଝିପାରୁନଥିଲେ ଯେ ଏ ଅସଲରେ ତାଙ୍କ ସାଙ୍ଗରେ କ'ଣ ଘଟୁଛି। ସେ ସବୁକିଛି ଏମିତି ଚାଲୁଥାଏ। ପରଦିନ ପୁଣି କଲେଜ, ପରେ ରେଷ୍ଟୁରାଣ୍ଟ ଏବଂ ବନ୍ଦ ହେବା ପୂର୍ବରୁ ସେଇ ସେମ୍ ଅର୍ଡ଼ର ରିପିଟ୍। ଏହି ସିଲସିଲା ପ୍ରାୟ 1 ସପ୍ତାହ ଧରି ଚାଲିଲା। ଏହି ମଧ୍ୟରେ ଅଙ୍କିତକୁ ଜ୍ୱର ହେଲା। ସେ ଦେଖିବାକୁ ବହୁତ ଦୁର୍ବଳ ଲାଗୁଥିଲେ। ତାଙ୍କ ଜଣେ ମିତ୍ର ତାଙ୍କୁ ହସ୍ପିଟାଲକୁ ନେଇଗଲେ। ସେଠାରେ ଚେକଅପ୍ ହେଲା, ଔଷଧ ଦିଆଗଲା ଏବଂ ପୁଣି ଘରକୁ ପଠାଇ ଦିଆଗଲା। ଏବେ ଅଙ୍କିତ ନିଜ ଆପାର୍ଟମେଣ୍ଟରେ ଥିଲେ। ସେ ନା ରେଷ୍ଟୁରାଣ୍ଟକୁ ଯିବାକୁ ଲାୟକ ଥିଲେ ନା କଲେଜ ଯିବା ପାଇଁ। ବହୁତ ଅସୁସ୍ଥ ଥିଲେ। ପରବର୍ତ୍ତୀ 2-3 ଦିନ ସେ କେଉଁଠିକି ଯାଇପାରୁନଥିଲେ। ସବୁଠାରୁ ଛୁଟି ନେଇ ସେ ଆପାର୍ଟମେଣ୍ଟରେ ରେଷ୍ଟ କରୁଥିଲେ। 2-3 ଦିନ ପରେ ତାଙ୍କ ଶରୀର କିଛି ଭଲ ଲାଗିଲା। କିନ୍ତୁ କଲେଜ ଲେକ୍ଚର ମିସ୍ ହେଉଥିଲା ଏବଂ ଜବ୍ର କାମ ମଧ୍ୟ ଖରାପ ହେଉଥିଲା। ସେହିପରି ସ୍ୟାଲେରୀ ମଧ୍ୟ କମ୍ ମିଳିବାକୁ ଥିଲା। ସେ ନିଜ ଫାଇନାନ୍ସ ସେହି ଅନୁସାରେ ଆଡ଼ଜଷ୍ଟ କରିଥିଲେ। ତେଣୁ ତୃତୀୟ ଦିନ ସେ ହିମ୍ମତ କରି କଲେଜକୁ ଗଲେ। ସମସ୍ତ ଦିନ କଲେଜରେ କଟିଲା ପରେ ରେଷ୍ଟୁରାଣ୍ଟକୁ ଗଲେ। 2 ଦିନ ପରେ ଅଙ୍କିତକୁ ଭଲ ଲାଗିଲା। ସେହି ରାତି ପ୍ରାୟ 11:30 ବେଳେ ପୁଣି ସେହି ସେମ୍ ଅର୍ଡ଼ର ଆସିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ 2 ଦିନ ଅଙ୍କିତ ଆସିନଥିଲେ। ସେହି 2 ଦିନ ସେହି ମହିଳା କୌଣସି ଅର୍ଡ଼ର ମଧ୍ୟ କରିନଥିଲେ। ରାତିରେ ଅଙ୍କିତ ନିଜ କଲିଗ୍ମାନଙ୍କୁ ପଚାରିଲେ ଯେ ସେହି 2 ଦିନ ସେହି ଲେଡିଙ୍କ ଅର୍ଡ଼ର ଆସିଥିଲା କି? ସେମାନେ କହିଲେ ନାହିଁ, ସେହି 2 ଦିନ କୌଣସି ଅର୍ଡ଼ର ନଥିଲା। ତୁ ଆସିଲୁ ବୋଲି ଆଜି ଅର୍ଡ଼ର କରିଛି। ଏହା ଅଙ୍କିତକୁ ଅଧିକ ଅଲଗା ଲାଗିଲା। ସେହି ମହିଳା ପ୍ରାୟ 60 ବର୍ଷରୁ ଅଧିକ ହେବେ। ଅଙ୍କିତ ବୁଝିପାରୁନଥିଲେ ଯେ ସେ ତାଙ୍କ ପ୍ରତି ଏମିତି ଟେନସନ୍ କାହିଁକି ରଖୁଛନ୍ତି। ସେହି ରାତିରେ ଅଙ୍କିତ ଶରୀରରେ ଏତେ ଭଲ ଲାଗୁନଥିଲା। ତେଣୁ ନିଜ କଲିଗ୍କୁ କହିଲେ ଯେ ସେ ପାର୍ସଲ ଡେଲିଭରି କରିଦିଅନ୍ତୁ। ଅଙ୍କିତ ନିଜ ଆପାର୍ଟମେଣ୍ଟକୁ ଚାଲିଗଲେ। ତାଙ୍କ କଲିଗ୍ ସେହି ଘରକୁ ପହଞ୍ଚିଲେ। ସାଇକେଲ ବାହାରେ ରଖି ଡୋରବେଲ୍ ବଜାଇଲେ। ଡୋରବେଲ୍ ବଜାଇବା ସହିତ ସେ ଦେଖିଲେ ଯେ ସେ ଝରକାରୁ ସେହି ମହିଳା ତାଙ୍କୁ ଦେଖୁଛନ୍ତି। ମହିଳାଟି ଭିତରୁ ଯେଉଁ କଥା କହିଲେ ସେହି କଥା ତାଙ୍କୁ ମଧ୍ୟ ଅଲଗା ଲାଗିଥିଲା। ସେ ପଚାରିଲେ ଅଙ୍କିତ କେଉଁଠି? କଲିଗ୍ କହିଲେ ଅଙ୍କିତଙ୍କ ଶରୀର ଭଲ ନାହିଁ। ସେ ଆପାର୍ଟମେଣ୍ଟକୁ ଚାଲିଗଲେ, ରେଷ୍ଟ କରୁଛନ୍ତି। ଆପଣଙ୍କୁ ପାର୍ସଲ ସହିତ ମତଲବ। ରେଷ୍ଟୁରାଣ୍ଟକୁ କିଏ ଆସୁଛି ସେଥିରେ କ'ଣ ମତଲବ? ସେ କହିଲେ ମୁଁ ଏଠି ରଖିଦେଉଛି। ମହିଳା କହିଲେ ନାହିଁ, ତୁମେ ଫେରିଯାଅ ଏବଂ ଅଙ୍କିତକୁ ଏହି ପାର୍ସଲ ଦେଇ ପଠାଅ। କଲିଗ୍ କହିଲେ ରେଷ୍ଟୁରାଣ୍ଟ ବନ୍ଦ ହୋଇଗଲା। ଅଙ୍କିତ ଘରକୁ ଯାଇଛି। ମହିଳା କହିଲେ ତେବେ ଏହି ପାର୍ସଲ ଫେରେଇ ନିଅନ୍ତୁ। କଲିଗ୍ କହିଲେ ଆପଣଙ୍କ ପେମେଣ୍ଟ ରିଫଣ୍ଡ ହେବ ନାହିଁ। ମହିଳା କହିଲେ ମୋତେ କୌଣସି ଫରକ ପଡ଼େ ନାହିଁ, କିନ୍ତୁ ନିଶ୍ଚିତ କରିବେ ଯେ ପରବର୍ତ୍ତୀ ପାର୍ସଲ ଆସିବ ଯେତେବେଳେ ମୁଁ ପାର୍ସଲ ରିସିଭ୍ କରିବି ଅଙ୍କିତଙ୍କ ହିଁ ପାଖରୁ। କଲିଗ୍ ବୁଝିପାରୁନଥିଲେ ଯେ ଏହା କ'ଣ ଚାଲିଛି। କାହିଁକି ସେ ମହିଳା ଏତେ ଜୋରରେ ଦେଉଛନ୍ତି ଯେ ଅଙ୍କିତ ହିଁ ପାର୍ସଲ ଦେବେ। ଏ ପର୍ଯ୍ୟନ୍ତ ଅଙ୍କିତ ମଧ୍ୟ କହିଥିଲେ ଯେ ସେ କେବେ ମଧ୍ୟ ସେହି ମହିଳାଙ୍କୁ କୌଣସି ଭୁଲ ସିଗ୍ନାଲ ବା ଇଣ୍ଟେନସନ୍ ଦେଖା ଯାଉନଥିଲା। ସେ କେବେ ତାଙ୍କ ସହିତ ଏମିତି କିଛି ବ୍ୟବହାର କରୁନଥିଲେ। ସେହି କାରଣରୁ ସେ ଲେଡି ସେଠାରେ ତାଙ୍କ ପ୍ରତି ଆକର୍ଷିତ ହେଉଛି। ଶେଷରେ ଏହି ସମସ୍ତ ମାମଲା ଥିଲା କ'ଣ? ଖେର ଅଙ୍କିତଙ୍କ ପରବର୍ତ୍ତୀ ସକାଳେ ମଧ୍ୟ ସେହିପରି ହୁଏ। ସେ ପ୍ରଥମେ କଲେଜ ଯାଏ, ପରେ ଫେରି ନିଜ ରେଷ୍ଟୁରାଣ୍ଟକୁ ପହଞ୍ଚେ। ସନ୍ଧ୍ୟାରେ ଯେତେବେଳେ ସେ ରେଷ୍ଟୁରାଣ୍ଟକୁ ପହଞ୍ଚେ, ସମସ୍ତ ରେଷ୍ଟୁରାଣ୍ଟରେ ଅଙ୍କିତଙ୍କ ନେଇ ଆଲୋଚନା ଚାଲୁଥିଲା। ସେ ଲେଡି ସମ୍ପର୍କରେ। କିପରି ସେ ଲେଡି ଚାହୁଁଛି ଯେ ଅଙ୍କିତଙ୍କ ପାର୍ସଲ ଦେବାକୁ ଯାଉ। ତାଙ୍କ ସାଙ୍ଗମାନେ ପୁଣି ତାଙ୍କର ମଜାକ କରିବାକୁ ଆରମ୍ଭ କଲେ। ସେ ଲେଡି ଚାହୁଁଛି ତୁ ହିଁ ଯା ଭାଇ ଯା, ଆଜି ଯଦି ଅର୍ଡ଼ର ଆସିବ ତେବେ ତୁମକୁ ହିଁ ଯିବାକୁ ପଡ଼ିବ। ଅଙ୍କିତ ଟିକେ ଡରିଥିଲେ।
ଟିକେ ଭାବିଥିଲେ କି କାହିଁକି ଏମିତି ହେଉଛି, କିନ୍ତୁ ରେଷ୍ଟୁରାଣ୍ଟର ରେଟିଂ ଖରାପ କରିବାକୁ ସେ ମାନେ ଚାହୁଁନଥିଲେ। କୌଣସି କଷ୍ଟମର ସହ ଏଭଳି କିଛି କରିବା ସମ୍ଭବ ନଥିଲା। ଏବଂ ସତରେ ରାତିରେ ସେ ଲେଡିଙ୍କ ପକ୍ଷରୁ ପୁଣି ଏକ ଅର୍ଡ଼ର ଆସିଲା। ଏହା ଦେଖି ଅଙ୍କିତ ଆଉ ଅଧିକ ଡରିଗଲେ। ତାଙ୍କ ମନ ହେଉଥିଲା ଯେ ସେ ପାର୍ସଲ ନ ଦେଇ ସିଧାସଳଖ ନିଜ ଆପାର୍ଟମେଣ୍ଟକୁ ଚାଲିଯିବା ପାଇଁ, କିନ୍ତୁ ତାଙ୍କ ପାଇଁ ଆର୍ଥିକ ସ୍ଥିରତା ବହୁତ ଜରୁରୀ ଥିଲା। ସେ କାରଣରୁ ସେ ନିଜେ ରାତିରେ ପାର୍ସଲ ଦେବାକୁ ଯାଏ। ରାସ୍ତାରେ ଯିବା ସମୟରେ ତାଙ୍କ ମନରେ ବହୁତ କଥା ଘୁରୁଥିଲା। ଏହା ତାଙ୍କ ଶେଷ ଅର୍ଡ଼ର ଥିଲା। ସେ ମନେ ମନେ ନିଷ୍ପତ୍ତି ନେଇଥିଲେ ଯେ ପାର୍ସଲ ଦେଇ ସିଧାସଳଖ ଫେରିଯିବେ। କିଛି ନେଗେଟିଭ ଲାଗୁଥିଲା ତାଙ୍କୁ। ଯେମିତି ସେହିପରି ହିମ୍ମତ କରି ଅଙ୍କିତ ସେଇ ଲେଡିଙ୍କ ଆପାର୍ଟମେଣ୍ଟକୁ ପହଞ୍ଚିଲେ। ସେଠାକୁ ପହଞ୍ଚିବା ମାତ୍ରେ ସେ ଦେଖିଲେ ଯେ ଦୁଆର ଖୋଲା ଥିଲା ଏବଂ ଲାଗୁଥିଲା ଯେ ସେ ଅଙ୍କିତ ହିଁ ଅପେକ୍ଷା କରୁଥିଲେ। ସେ ଅଙ୍କିତକୁ ହିଁ ଅପେକ୍ଷା କରୁଥିଲେ। ଅଙ୍କିତ ନିଷ୍ପତ୍ତି ନେଇଥିଲେ ଯେ ସେ କଥା ହେବ ନାହିଁ, ତାଙ୍କ ପ୍ରତି ଅଧିକ ଦେଖିବେ ନାହିଁ, ପାର୍ସଲ ଦେଇ ସିଧାସଳଖ ରିଟର୍ଣ୍ଣ ଚାଲି ଆସିବେ। ସେ ଠିକ୍ ସେହିପରି କଲେ। ପାର୍ସଲ ଦେଉଥିବା ସମୟରେ ହଠାତ୍ ପାର୍ସଲ ଦେଉଥିବା ସମୟରେ ଅଙ୍କିତକୁ ଲାଗିଲା ଯେ ତାଙ୍କ ହାତରେ କିଛି ଫୁଟିଗଲା, ମାନେ କୌଣସି ପିନ୍ କିମ୍ବା ନିଡଲ୍। ସେ ତୁରନ୍ତ ହାତ ହଟାଇ ଘଷିବାକୁ ଆରମ୍ଭ କଲା, କିନ୍ତୁ ଯେତେବେଳେ ସେ ନିଜ ଆଙ୍ଗୁଳି ଚେକ୍ କଲେ ସେଠାରେ ନା ରକ୍ତ ଥିଲା ନା କୌଣସି ଛିଦ୍ର ଥିଲା। ତଥାପି ସେ ନିଶ୍ଚିତ ଥିଲେ ଯେ କିଛି ଫୁଟିଯାଇଛି। ସେ ଲେଡିଙ୍କ ମୁହଁରେ କୌଣସି ଏକ୍ସପ୍ରେସନ୍ ବଦଳି ନଥିଲା। ସେ ସେହିପରି ଅଙ୍କିତକୁ ଦେଖୁଥିଲେ। ସେ ପଚାରିଲେ ନାହିଁ ଯେ କ'ଣ ହେଲା। କୌଣସି ପରିବର୍ତ୍ତନ ନଥିଲା। ଅଙ୍କିତ ପାର୍ସଲ ଦେଇ ସେଠାରୁ ଚାଲିଗଲା। ସେ ସାଇକେଲ ନେଇ ପଛକୁ ମୁହଁ ଘୁରାଇ ମଧ୍ୟ ଦେଖିଲା ନାହିଁ। ସେ ବୁଝିପାରୁଥିଲା ଯେ କିଛି ଅଜବ ଘଟୁଛି। ତାଙ୍କ ସହକର୍ମୀମାନେ ମଧ୍ୟ କିଛି ବୁଝିପାରୁନଥିଲେ। ଯଦି କେହି ଜାଣିଥାନ୍ତି ସେ ହେଉଛନ୍ତି ସେଇ ଲେଡି ଓ ତାଙ୍କ ଇଣ୍ଟେନସନ୍ କ'ଣ। ସେ ତୁରନ୍ତ ଆପାର୍ଟମେଣ୍ଟକୁ ଫେରିଗଲେ। କିନ୍ତୁ ଏଠାରୁ ଭୟଙ୍କର ଘଟଣା ଆରମ୍ଭ ହେଲା। ରାତିରେ ସେ ଶୋଇବାକୁ ଯେତେବେଳେ ଆଖି ବନ୍ଦ କଲେ ସେ ଲେଡି ଦେଖାଯାଉଥିଲେ। ଆଖି ଖୋଲିଲେ ଶାନ୍ତି, ପୁଣି ଆଖି ବନ୍ଦ କଲେ ସେଇ ଲେଡି। ସେ ରାତିରେ ଅନେକ ଥର ଉଠୁଥିଲେ। ତାଙ୍କ ସମସ୍ତ ସାଙ୍ଗ ଶୋଇଥିଲେ। କାହାକୁ ଜଣା ନଥିଲା ଯେ ଅଙ୍କିତ କ'ଣ କଷ୍ଟ ପାଉଛି। ସେ ବହୁତ ଡରିଥିଲେ। ସମସ୍ତ ରାତି ଜାଗି କାଟିଲେ। କାହାକୁ କହିବେ କ'ଣ କରିବେ ବୁଝିପାରୁନଥିଲେ। ପରବର୍ତ୍ତୀ ଦିନ ସେ କଲେଜ ଗଲେ, ପରେ ରେଷ୍ଟୁରାଣ୍ଟ। ଭାଗ୍ୟକ୍ରମେ ସେ ଦିନ ସେଇ ଲେଡିଙ୍କ ପକ୍ଷରୁ କୌଣସି ଅର୍ଡ଼ର ଆସିଲା ନାହିଁ। ଲାଷ୍ଟ 15-20 ଦିନରେ ଏହା ପ୍ରଥମ ଦିନ ଥିଲା। ଅଙ୍କିତ କିଛି ଭଲ ଅନୁଭବ କରୁଥିଲେ। ଲାଗୁଥିଲା ଯେ ବୁରା ସମୟ ଚାଲିଗଲା, କିନ୍ତୁ ସାୟଦ ତାହା ନୁହେଁ। ରାତି 12ଟାରେ କାମ ଶେଷ କରି ସେ ଆପାର୍ଟମେଣ୍ଟକୁ ଫେରୁଥିଲେ। ସାଇକେଲ ଚଲାଇବା ସମୟରେ ତାଙ୍କ ଧ୍ୟାନ ସେଇ ଅର୍ଡ଼ର ଉପରେ ଥିଲା। ହଠାତ୍ ତାଙ୍କୁ ଲାଗିଲା ଯେ ସେଇ ଲେଡି ରାସ୍ତାରେ ସାମ୍ନାରେ ଛିଡ଼ା ହୋଇଛନ୍ତି। ସେ ଧ୍ୟାନ ଫେରାଇଲେ, କିନ୍ତୁ ସେଠାରେ କେହି ନଥିଲେ। ସେ ସାଇକେଲ ଗତି ବଢ଼ାଇ ଆପାର୍ଟମେଣ୍ଟକୁ ପହଞ୍ଚିଲେ। ସେ ନିଜ ସାଙ୍ଗଙ୍କୁ ସମସ୍ତ କଥା କହିଦେଲେ। ତାଙ୍କ ସାଙ୍ଗମାନେ ଭାରତରୁ ଥିଲେ। ସାୟଦ ସେମାନେ ବୁଝିଥିଲେ ଯେ ସେମାନେ କହିଲେ ଟେନସନ୍ ନେନି, ଆଗକୁ ପାର୍ସଲ ଦେବାକୁ ଯିବୁ ନାହିଁ। କିଛି ହେଲେ ମଧ୍ୟ ସେମାନେ ତାଙ୍କୁ ଶୁଆଇବାକୁ ଚେଷ୍ଟା କଲେ, କିନ୍ତୁ ଦ୍ୱିତୀୟ ରାତିରେ ମଧ୍ୟ ସେଇ ଘଟଣା। ଆଖି ବନ୍ଦ କଲେ ସେଇ ଲେଡି। ସେଇ ଭୟଙ୍କର ହସ ସହିତ ଲେଡିଙ୍କ ମୁହଁ ଦେଖାଗଲା। ଅଙ୍କିତ ବହୁତ ଥର ଶୋଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ପ୍ରତିଥର ତାଙ୍କ ନିଦ ଭାଙ୍ଗି ଯାଉଥିଲା। ମଝିରେ ଯେ ସେ ଗୋଟେ ଥର ନିଦ ଲାଗିଥିଲା ମଧ୍ୟ ଚିତ୍କାର କରି ଉଠିଲେ, ମୋତେ ସେଇ ଲେଡିଙ୍କ ପାଖକୁ ଯିବାକୁ ହେବ। ଏହି କଥା ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ବୁଝିପାରୁନଥିଲେ ଯେ ମହିଳାଙ୍କୁ ସେ ଡରୁଥିଲେ, ଯାହାଙ୍କ ପାଖକୁ ସେ ଯିବାକୁ ଚାହୁଁନଥିଲେ, ଯାହାଙ୍କ ପାର୍ସଲ ସେ ଡେଲିଭରି କରିବାକୁ ମନ କରୁନଥିଲେ, ସେ ହଠାତ୍ ଅଧରାତିରେ ଉଠି କାହିଁକି ସେ ମହିଳାଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି। ଅଙ୍କିତ କେବଳ ଗୋଟିଏ କଥା ରଟୁଥିଲେ, ମୋତେ ସେଇ ମହିଳାଙ୍କ ପାଖକୁ ଯିବାକୁ ହେବ। ମୋତେ ସେହି ମହିଳାଙ୍କ ପାଖକୁ ହିଁ ଯିବାକୁ ହେବ। ତାଙ୍କ ସାଙ୍ଗମାନେ ତାଙ୍କୁ ବହୁତ ବୁଝାଇଲେ, ସକାଳେ ଦେଖିବା, ଯାହା କରିବାକୁ ଥିବ କରିବୁ। କିନ୍ତୁ ଅଙ୍କିତଙ୍କ ମନରେ କେବଳ ଗୋଟିଏ କଥା ଘୁରୁଥିଲା। ତାଙ୍କ ସାଙ୍ଗମାନେ ଯେମିତି ସେମିତି ତାଙ୍କୁ ଶାନ୍ତ କରି ଶୋଇବାକୁ କହିଲେ ଏବଂ ସେମାନେ ମଧ୍ୟ ଶୋଇଗଲେ। ସେମାନଙ୍କୁ ଲାଗିଲା ଅଙ୍କିତ ମଧ୍ୟ ଶୋଇଗଲା। ସତରେ ଅଙ୍କିତ କିଛି ସମୟ ପାଇଁ ଶୋଇଥିଲା, କିନ୍ତୁ ଯେତେବେଳେ ସାଙ୍ଗମାନେ ଶୋଇଗଲେ ହଠାତ୍ ତାଙ୍କ ମଧ୍ୟରୁ ଗୋଟିଏ ରୁମ୍ମେଟ୍ ନିଦ ଭାଙ୍ଗିଗଲା। କାରଣ ସେ ଦେଖିଲା କବାଟ ଖୋଲା ଅଛି। କବାଟ ଖୋଲିବାର ଶବ୍ଦ ଶୁଣାଯାଉଛି। ତ ସେଉଠୁ ସେ ଉଠି ଦେଖିଲା ଅଙ୍କିତ ସେଠାରେ ନଥିଲା। ସେମାନେ ତୁରନ୍ତ ବାହାରକୁ ଦୌଡ଼ିଗଲେ। ଅଙ୍କିତ ସାଇକେଲ ବାହାର କରୁଥିଲା। ଶେଷରେ ସେ କେଉଁଠି ଯାଉଥିଲା। ସେମାନେ ତୁରନ୍ତ ସମସ୍ତଙ୍କୁ ଉଠାଇ ଦୌଡ଼ି ଅଙ୍କିତକୁ ଧରିଲେ। କିନ୍ତୁ ଅଙ୍କିତଙ୍କ ମନରେ ସେଇ କଥା, ମୋତେ ସେଇ ମହିଳାଙ୍କ ପାଖକୁ ଯିବାକୁ ହେବ।
ମୋତେ ସେଇ ମହିଳାଙ୍କ ପାଖକୁ ଯିବାକୁ ହେବ। ତାଙ୍କ ସାଙ୍ଗମାନେ ଏବେ ବୁଝି ଯାଉଥିଲେ ଯେ କିଛି ଗଭୀର ସମସ୍ୟା ଅଛି। ମଧ୍ୟରେ ଅଙ୍କିତ ମଧ୍ୟ କେବେ କେବେ ଚେତନାକୁ ଆସୁଥିଲା ଏବଂ ବୁଝୁଥିଲେ ଯେ ସେ ମହିଳା ସହ କିଛି ଅଜବ ଅଛି। କୌଣସି କଳା ମ୍ୟାଜିକ୍ ବା ପୋଜେସନ୍ କିମ୍ବା ଏଭଳି କିଛି ହୋଇପାରେ। ସାୟଦ ସେଇ ଲେଡି ସହ ସମ୍ପର୍କିତ। ସେମାନେ ଜାଣୁଥିଲେ ଯେ ଜାପାନରେ ସେମାନଙ୍କୁ କୌଣସି ତାନ୍ତ୍ରିକ ବା କିମ୍ବା ଝାଡ଼ଫୁଙ୍କ କରୁଥିବା ଲୋକ ମିଳିବେ ନାହିଁ ଯିଏ ବିକ୍ରମ ଅଙ୍କିତକୁ ଏଥିରୁ ମୁକ୍ତ କରିପାରିବେ। ଶେଷରେ ସେମାନେ ଏହି ସମ୍ପର୍କରେ ପୋଲିସଙ୍କ ପାଖରେ ଅଭିଯୋଗ କଲେ। ପୋଲିସ ସମସ୍ତ କଥା ବୁଝିଲେ। ତାପରେ ଅଙ୍କିତକୁ ପୋଲିସ ଏବଂ ତାଙ୍କ ସାଙ୍ଗମାନେ ସେହି ଲେଡିଙ୍କ ଘରକୁ ପହଞ୍ଚିଲେ। ଅଙ୍କିତ କହିଲେ, ହଁ, ଏହି ସେହି ଲେଡି। ମୋତେ ଲାଗୁଛି ଯେ ମୋ ସହ କିଛି ଅଜବ ଘଟୁଛି ଏବଂ ଏହା ସେହି ଲେଡି ହିଁ କରୁଛନ୍ତି। କିନ୍ତୁ ସେହି ଲେଡିଙ୍କ ମୁହଁରେ କୌଣସି ପରିବର୍ତ୍ତନ ନଥିଲା। ସେ ଡରିଥିବା ଲାଗୁନଥିଲେ ନା ଅସ୍ତବ୍ୟସ୍ତ। ସେ ବହୁତ ଶାନ୍ତ ଥିଲେ। ସେ ଭୟଙ୍କର ହସ ସହିତ ଅଙ୍କିତକୁ ଦେଖୁଥିଲେ। ସେ ନିଜେ ଅଙ୍କିତ ସହ କଥା ହେବାକୁ ଚେଷ୍ଟା କରୁଥିଲେ। ସମସ୍ତଙ୍କୁ ଲାଗୁଥିଲା ସବୁକିଛି ନର୍ମାଲ। ସାୟଦ ଅଙ୍କିତ ହିଁ ଓଭର ରିଆକ୍ଟ କରୁଛନ୍ତି। କିନ୍ତୁ ଅଙ୍କିତ ସେଠାରେ ମଧ୍ୟ ଏକ ପ୍ରକାରର ପ୍ରୋଜେଷ୍ଟ ଲାଗୁଥିଲା। ସେ ସେହି ଲେଡିଙ୍କ ମେନ୍ ଡୋର ବାହାରେ ବସି ଚିତ୍କାର କରୁଥିଲା, ଚିଲ୍ଲାଉଥିଲା। ଲାଗୁଥିଲା ସେ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଛି। ତାପରେ ପୋଲିସ ସେହି ଲେଡିଙ୍କ କହିଲେ ଯେ ସେମାନେ ଘର ଚେକ୍ କରିବେ ଚାହୁଁଛନ୍ତି, ସର୍ଚ୍ଚ କରିବାକୁ ଚାହୁଁଛନ୍ତି। ଲେଡି ଏହା ପାଇଁ ମନା କଲେ ନାହିଁ। ତାପରେ ଅଙ୍କିତଙ୍କ ସାଙ୍ଗମାନେ ଏବଂ ପୋଲିସ ଘର ଭିତରକୁ ସର୍ଚ୍ଚ କରିବାକୁ ଗଲେ। ଭିତରେ ସବୁକିଛି ସାଧାରଣ ଥିଲା। ପୋଲିସ ଘର ଭିତରେ ସର୍ଚ୍ଚ କରିବାକୁ ଗଲେ। ତାପରେ ଅଙ୍କିତଙ୍କ ସାଙ୍ଗମାନେ ଏବଂ ପୋଲିସ ଘର ଭିତରେ ସର୍ଚ୍ଚ କରିବାକୁ ଗଲେ। ସେଠି ତାଙ୍କ ଘର ଭିତରେ ସବୁକିଛି ନର୍ମାଲ ଥିଲା। ହେଲେ ଯେତେବେଳେ ଅଙ୍କିତଙ୍କ ସାଙ୍ଗମାନେ ଆଉ ପୋଲିସ ସେ ଲେଡି ରୁମ୍ ଖୋଲିଛନ୍ତି, ସେ ଲେଡି ଯେଉଁ ରୁମ୍ରେ ଶୋଉଥିଲେ ସେ ରୁମ୍ ଖୋଲିଛନ୍ତି ସର୍ଚ୍ଚ ପାଇଁ। ତାପରେ ସେମାନେ ସବୁ ଦେଖିକି ଡରିଗଲେ। ସେ ରୁମ୍ ଭିତରେ ଯେଉଁ ଦୃଶ୍ୟ ଥିଲା, ତାଙ୍କ ରୁମ୍ ଭିତରୁ ମିଳିଲା ଗୁଣି କରୁଥିବା ଜିନିଷ। ସବୁ ସେଥିରୁ ଜଣାପଡ଼ିଲା ଯେ ସେ ଲେଡିଙ୍କ ହଜବେଣ୍ଡ ମରିଯାଇଥିଲେ। ସେ ଲେଡିଙ୍କ ସ୍ୱାମୀ ମରିଯାଇଥିଲେ ଆଉ ସେ ନିଜ ଜୀବନ ଏକା କାଟୁଥିଲେ। ଆଉ ସେ ଭାବୁଥିଲେ ଯେ ଗୁଣି ଗାରେଡ଼ି କରି ମୁଁ ମୋ ସ୍ୱାମୀକୁ ରିଟର୍ଣ୍ଣ ନେଇ ଆସିବି, ଫେରେଇ ଆଣିପାରିବି। ସେଥିଲାଗି ସେ ଅଙ୍କିତକୁ ପୁରା ପାଗଳ କରିସାରିଥିଲା ଏବଂ ତାଙ୍କୁ ଭାବିଥିଲା ବଳି ଦେଇ ସେ ରିଟର୍ଣ୍ଣ ତା ସ୍ୱାମୀକୁ ରିଟର୍ଣ୍ଣ ଆଣିପାରିବ। ତାପରେ ସେ ଲେଡିଙ୍କୁ ପୋଲିସ ଷ୍ଟେସନ ନେଇଗଲେ। ତାପର ଦିନଠାରୁ ଧୀରେ ଧୀରେ ଅଙ୍କିତ ଭଲ ହେବାକୁ ଲାଗିଲା ଆଉ ଡେଲି ରୁଟିନରେ ଯେମିତି ସେ କାମ କରୁଥିଲେ କାମ କରିବାକୁ ଲାଗିଲା। ସେ ଦିନ ପାଖରୁ ଅଙ୍କିତ କି ସାଙ୍ଗମାନେ ସେ ଲେଡିର ଘର ପାଖାପାଖି ମଧ୍ୟ ଯାଆନ୍ତି ନାହିଁ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ। ଆଉ ଯଦି କିଛି ଏମିତି ରିଏଲ୍ ଷ୍ଟୋରି ଅଛି ତ ମୋତେ ଆପଣମାନେ ମୋ ମେଲ୍ ଆଇଡ଼ିରେ ମେଲ୍ କରନ୍ତୁ। ମୁଁ ଆପଣମାନଙ୍କ ରିଏଲ୍ ଷ୍ଟୋରିରେ ଗୋଟେ ଭିଡ଼ିଓ ନିଶ୍ଚୟ କରିବି। ଜୟ ଜଗନ୍ନାଥ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ।